ଆଗରୁ ମୁଁ ଶୁଣିଛି ସମସ୍ତେ କହନ୍ତି ଆମେ ଯେବେ ଆମ ଜଗା ପାଖକୁ ଯାଉ, କାଳିଆ ଦର୍ଶନ କରିବାକୁ ଯାଉ, ପୂର୍ବରୁ କିଛି ଭାବିକି ଯାଇଥାଉ ଆମେ ଆଜି ଯିବା, ଆଜି ମୁଁ ଯିବି ଦର୍ଶନ କରିବି, ଏଇ ଜିନିଷଟା ମାଗିବି ପ୍ରଭୁ। କିନ୍ତୁ ପ୍ରକୃତରେ ସେଇଟା ମାଗି ହୁଏ ନା, ସେଇଟା ଆମେ ଭୁଲି ଯାଇଥାଉ। ଆମେ ଯେତେବେଳେ କାଳିଆକୁ ଦେଖୁ ଆମେ ସେ ଭୁଲି ଯାଇଥାଉ। ଏଇଟା ଖାଲି ମୁଁ ଶୁଣିଥିଲି, କିନ୍ତୁ ମୁଁ ବହୁତ ବର୍ଷ ପରେ ଗଲି, କେବେ ଯାଇନଥିଲି। ମୁଁ ବି ମନରେ ଭାବିକି ଯାଇଥିଲି ଆଜି ଯିବି ଦର୍ଶନ କରିବି, ଏ ଜିନିଷଟା ମାଗିବି। କିନ୍ତୁ ମୁଁ ଦର୍ଶନ କରିସାରିଲି, ମନ୍ଦିର ବାହାରକୁ ଆସିଲି, ବେଳା ବାହାରକୁ ଭାବୁଛି, ମନେ ପଡ଼ିଲା ଆରେ ମୁଁ ଦର୍ଶନ କଲି, ପ୍ରଭୁଙ୍କୁ ମୁଣ୍ଡିଆ ମାରି ଓଳିଖେଇଲି, ଦର୍ଶନ କରି ପ୍ରଭୁଙ୍କୁ ଡାକିଲି, କିନ୍ତୁ କାହିଁ କିଛି ତ ମାଗିପାରିଲିନି। ସେଇଦିନ ମୋର ସେଦିନର କଥା ମନେ ପଡ଼ିଲା, ଯେତେବେଳେ ମୁଁ ସମସ୍ତଙ୍କ ପାଖକୁ ଶୁଣେ, ମୋବାଇଲରେ ଟିଭିରେ ମୁଁ ଶୁଣେ, ଜଗାକୁ ଆମେ ଦେଖିଦେଲେ ଆମେ ଆମ ଯାହା ମାଗିବା ପାଇଁ ଯାଇଥିବା ନା ତାହା ବି ଭୁଲିଯିବା। ସତରେ ଆପଣ ବି ଥରେ ଅନୁଭବ କରି ଦେଖନ୍ତୁ, ଯଦି କେ ଦର୍ଶନ କରିନାହାନ୍ତି ଥରେ ଯାଇକି ଆମ ଜଗା କାଳିଆର ଦର୍ଶନ କରିକି ବି ଦେଖନ୍ତୁ।